Hello everyone, welcome to my YouTube channel Learn with Ace. ଆମେ ଏବେ କଣ୍ଟିନ୍ୟୁ କରୁଛେ B.Ed ଫର୍ଷ୍ଟ ସେମିଷ୍ଟରର ଫିଲୋସଫିକାଲ ଫାଉଣ୍ଡେସନ ଅଫ ଏଜୁକେସନ ସବଜେକ୍ଟ ଯୋଉଥିରେ କି କଭର କରୁଛେ ଆଉ ଏଇ ସିରିଜଟା ଯାହା ଉପରେ ଅଛି କି ଏଇଟା ୟୁନିଟ୍ 1 ଆଣ୍ଡ ଚାପ୍ଟର 1 ମିନିଂ ନେଚର ଆଣ୍ଡ ସ୍କୋପ ଅଫ ଏଜୁକେସନ ଆଉ ଏଇ ଭିଡିଓରେ ଆମେ କଭର କରୁଛେ ମିନିଂ ଅଫ ଏଜୁକେସନ ସୋ ଲେଟ୍ସ ବିଗିନ୍। ତ ଆମେ ଏବେ ଷ୍ଟାର୍ଟ କରିବା ଇଣ୍ଟ୍ରୋଡକ୍ସନ ପାର୍ଟ ଯୋଉଟା କି ମିନିଂ ଅଫ ଏଜୁକେସନର। So it goes कि education in India is worshipped and a sacred thing. According to the ancient suggests, education is the third eye of a person. It gives insight into all affairs. It teaches the society how to act in a justified and right method. ତ ଯୋଉଟା କି ଆମର ଇଣ୍ଡିଆରେ ଏଜୁକେସନ ଆଉ ଶିକ୍ଷାକୁ ଯୋଉଟା କି ବହୁତ ପୂଜ୍ୟ ଓ ପବିତ୍ର ବୋଲି ମାନନ୍ତି। ତ ପୁରାଣ କାଳ ଯୋଉଟା କି କୁହାଯାଇଛି କି ଏଜୁକେସନ ହିଁ ଗୋଟେ ହଉଛି ଥାର୍ଡ ଆଇ ଯୋଉଟା କି ଆମକୁ ଠିକ ଆଉ ଜଷ୍ଟିଫାଏଡ ରାସ୍ତାରେ ଦିଗଦର୍ଶନ କରାଏ। And education is solution for all our individual, social, national and universal problems. It leads us to our salvation. Education leads to all-round progress and well-being. ଶିକ୍ଷା ହିଁ ଗୋଟେ ଜିନିଷ ଯୋଉଟା କି ଆମକୁ ବହୁତ ପ୍ରୋବ୍ଲେମ ରୁ ବଞ୍ଚାଏ। ଠିକ ବାଟରେ ଆମକୁ ସାଲଭେସନ ମିନ୍ସ ଆମକୁ ମୁକ୍ତି ଦିଗରେ ନେଇକି ଯାଏ। ଦ ଇଣ୍ଡିଆନ୍ ଏଜୁକେସନ କମିଶନ also known as କୋଠାରୀ କମିଶନ। କୋଠାରୀ କମିଶନ ହଉଛି ଆମର ଯାହାକୁ ବି ଦ ଇଣ୍ଡିଆନ୍ ଏଜୁକେସନ କମିଶନ ବି କୁହନ୍ତି, ନ୍ୟାସନାଲ ଏଜୁକେସନ କମିଶନ ବି କୁହନ୍ତି। ଏଇଟା କି ପ୍ରଣୟନ ହୋଇଥିଲା 1964 ରୁ 1966 ମଧ୍ୟରେ। ଏଇଟା ହେଇଥିଲା 1964 ରୁ 1966 ମସିହାରେ ଏଇଟା ପ୍ରଣୟନ କରାଯାଇଥିଲା। କାହା ଅଣ୍ଡରରେ ନା ସେଟା ହଉଛନ୍ତି ଡିଏସ୍ କୋଠାରୀ ତାଙ୍କ ଅଣ୍ଡରରେ। ତ ଏଇଟା କଣ କହୁଛି, ସେ କହୁଛନ୍ତି କି ଦ ଡେଷ୍ଟିନି ଅଫ ଇଣ୍ଡିଆ ଇଜ ନାଉ ବିଙ୍ଗ ସେଭଡ ଇନ ହର କ୍ଲାସରୁମ୍ସ। In a world based on science and technology, it is education that determines the level of prosperity, welfare, and security of the people. And the quality and number of persons coming out of our schools and colleges will depend our success in the great enterprise of national reconstruction whose principal objective is to raise the standard of our living people. ତ ଇଏ କହୁଛନ୍ତି କି ଆମ ଦେଶର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଯୋଉ ଷ୍ଟୁଡେଣ୍ଟସ୍ ଆସୁଛନ୍ତି ସ୍କୁଲ କଲେଜରୁ। ତ ସେଇଟା ତାଙ୍କ କ୍ୱାଲିଟି ଅଫ ଏଜୁକେସନ ଉପରେ ଡିପେଣ୍ଡ କରୁଛି କି ଆମର ଫ୍ୟୁଚର କଣ ହବ। ଏବେ ଚାଲ ନେକ୍ସଟ କରିବା। Meaning of education. The word education has a very wide connotation. It is like a diamond which appears to be a different color when seen from a different angle. ତ ଏଇଟା କହିବା କଥା କି ଏଜୁକେସନର ଡିଫରେଣ୍ଟ ଅଛି, ତାର ଏଇ ମିନିଂର ବି ବହୁତ ସେକେଣ୍ଡାରୀ ମିନିଂସ୍ ଆସୁଛି। ତ ଇଟ୍ସ ଲାଇକ୍ ଏ ଡାଇମଣ୍ଡ, ଯାହାର କି ଆମେ ଯୋଉ ପଟୁ ଦେଖିଲେ ଯେମିତି ଅଲଗା କିଛି ଭ୍ୟୁ ଆସେ, ତ ସେଟା ବି ସେମିତି ଏଜୁକେସନର ଡିଫରେଣ୍ଟ ଦିଗରୁ ଡିଫରେଣ୍ଟ ମିନିଂ ଆସୁଛି। ତ etymologically the term education is derived from some Latin words। ତ education ଟା ଲାଟିନ ୱାର୍ଡ ରୁ ହିଁ ଗୋଟେ ଆସୁଛି ସେଇଟା, ଯୋଉଟା କି ତାର ଏଜୁକେସନର ଅରିଜିନାଲ ଡେଭଲପମେଣ୍ଟ ତା ମିନିଂ ବୁଝଉଛି। ତ କଣ ଏକ୍ସପ୍ଲେନ କରୁଛି। ଏଜୁକେୟାର ଯାହାର ମିନିଂ ଆସୁଛି ଟୁ ରେଜ୍, ଟୁ ନରିଶ, ଟୁ ବ୍ରିଙ୍ଗ ଅପ୍, ଟୁ ଟ୍ରେନ୍। ଆଣ୍ଡ ଏଡୁସିୟର ଟୁ ଡ୍ର ଆଉଟ୍, ଟୁ ଲିଡ୍ ଆଉଟ୍। ଏଡୁକୋ ତ ଇଏ ହଉଛି ଆଉଟ୍ ଅଫ୍ ଆଣ୍ଡ ଡ୍ୟୁକୋ ହଉଛି ଟୁ ଲିଡ୍ ଆଉଟ୍। ତ ବେସିକାଲି ଆ ମିନିଂ ଓଭରଅଲ୍ ମିନିଂ ତ ବୁଝଉଛି କି କିଛି ଆମେ ଜିନିଷରୁ କିଛି ନୂଆ କିଛି ଆମେ ଡ୍ର ଆଉଟ୍ କରୁଛେ, ଯୋଉଟା କି ଆମେ କିଛି ନରିଶ କରୁଛେ, କିଛି ଆମେ ଗ୍ରୋଥ କରୁଛେ, ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟରେ ଆମର କିଛି ବିକାଶ ହଉଛି ଜିନିଷ। Then education is to draw out process. It is the growth from within. Another view on meaning of education is the teaching or training. ତ ଏଜୁକେସନ ଆମେ କିଛି କେହି ନିଜେ ବି ଜ୍ଞାନ ଆହରଣ କରନ୍ତି, ଆମେ କାହାକୁ ଜ୍ଞାନ ବି ଆମେ ଦଉ। ତ ସେଟା ହଉଛି କାହାକୁ କିଛି ଶିଖଉ, କିଛି ଶିକ୍ଷଣୀୟ ଜିନିଷ। ତ ଏଇଟା ବେସିକାଲି ଅଣ୍ଡର ଗୋଜ୍ ଦ ଟିଚିଂ ଅର ଟ୍ରେନିଂ ଆଣ୍ଡ ତ ବେସିକାଲି ତ ଏଇଟା ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟରେ ହିଁ ଗୋଟେ ହଉଛି କି ତମ ମାନସିକ ସ୍ତରରେ ବିକାଶ କରୁଛି ଯୋଉଟା ଏଜୁକେସନ। And it is an acquisition of knowledge. The education is both acquisition of knowledge or art of teaching
and the drawing and development of potentialities which already exist in a child. It is the development of skills, attitudes, virtues, habits, etc. तो से जहाँ कहला सेटा जोटा कि ଉପରେ ଯାହା ବି ମେନସନ୍ ଅଛି କି ଗୋଟେ ପିଲା ଭିତରେ ଯାହା ବି ଗୋଟେ ପୋଟେନସିଆଲ ଅଛି ସେଟା ନଲେଜ ଆକ୍ୱିଜିସନ କଲେ ହିଁ ତାର କିଛି ଗ୍ରୋଥ ହୁଏ, ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟ ହୁଏ, ଯୋଉଟା କି ମାନସିକ ସ୍ତରରେ ବିକାଶ ଘଟେ। ତ ସେ ତା ସ୍କିଲ୍ ଡେଭଲପମେଣ୍ଟ କରିପାରିବ, ତା ବିହେଭିୟର, ତାର ହାବିଟ ଯୋଉଟା ହାବ ଭାବ ଅଛି ତାକୁ ସେ ଡେଭଲପ କରିପାରିବ ଇନ୍ ଏ ରାଇଟ୍ ଡିରେକ୍ସନ। ତ କିଛି ଆମର ଦାର୍ଶନିକ ଯୋଉମାନେ ସାଇକୋଲୋଜିଷ୍ଟ ଅଛନ୍ତି, ତ ତାଙ୍କର କିଛି ଫିଲୋସୋଫର ଅଛନ୍ତି, ତାଙ୍କର କିଛି ଭ୍ୟୁଜ ଅଛି। ତ ସକ୍ରେଟ୍ସ ଯିଏକି ଗ୍ରୀକ୍ ଫିଲୋସୋଫର, ତାଙ୍କ ମତରେ କି ଏଜୁକେସନ ଇଜ dispelling error and discovering truth. Education means bringing out of the ideas of universal validity which are latent in the mind of every man. ତ ତାଙ୍କ କହିବା କଥା କି ଏଜୁକେସନ ହଉଛି କି ଯୋଉଟା କି ଭୁଲକୁ ଡିଲିଟ କରେ, ଭୁଲ ଜିନିଷକୁ ମାନେ ଡିଲିଟ କରେ ଆଣ୍ଡ ଯୋଉଟା ଠିକ ଜିନିଷ ତାକୁ ହିଁ ଆକ୍ସେପ୍ଟ ଆମେ କରୁ। ତ ନେକ୍ସଟ କିଏ କହୁଛନ୍ତି ପ୍ଲାଟୋ, ଯିଏକି ଗ୍ରୀକ୍ ଫିଲୋସୋଫର ଆଣ୍ଡ ଆଉ ସିଏ ହଉଛନ୍ତି ସକ୍ରେଟଙ୍କ ଛାତ୍ର, ଆଣ୍ଡ ଆଉ ଆରିଷ୍ଟଟଲ ଯିଏକି ମାନେ ବହୁତ ବଡ, ଯିଏକି ମାନେ ତାଙ୍କୁ ବି ବହୁତ ଆଖ୍ୟା ଦିଆହେଇଛି କି ଯୋଉ ଫାଦର ଅଫ ଲଜିକ ବି ତାଙ୍କୁ କୁହନ୍ତି, ଫାଦର ଅଫ ସାଇକୋଲୋଜି, ତାଙ୍କ ଟିଚର ସେ ଥିଲେ। ତ ତାଙ୍କ ମତରେ କି ଏଜୁକେସନ ଇଜ ଦ କ୍ୟାପାସିଟି ଟୁ ଫିଲ୍ ପ୍ଲେଜର and pain at the right moment. It develops in the body and in the soul of the pupil all the beauty and all the perfection which he is capable of. Then Aristotle ଯିଏକି ଗ୍ରୀକ୍ ଫିଲୋସୋଫର ଆଣ୍ଡ ସେ ମଲ୍ଟିପୁଲ ରୂପରେ ତାଙ୍କୁ ଫାଦର ଆଖ୍ୟା ଦିଆହେଇଛି, ଯିଏକି ଫାଦର ଅଫ ଲଜିକ, ଫାଦର ଅଫ ବାୟୋଲୋଜି, ଫାଦର ଅଫ ନ୍ୟାଚୁରାଲ ହିଷ୍ଟ୍ରି, ଫାଦର ଅଫ ସାଇକୋଲୋଜି, ଫାଦର ଅଫ ଏଥିକ୍ସ ଆଣ୍ଡ ଫାଦର ଅଫ ପଲିଟିକ୍ସ। ତ ତାଙ୍କ ମତରେ କି ଏଜୁକେସନ ଇଜ ଦ କ୍ରିଏସନ ଅଫ ସାଉଣ୍ଡ ମାଇଣ୍ଡ ଇନ୍ ଏ ସାଉଣ୍ଡ ବଡି। ତ ଆମେ ଏଠି ଯୋଉ ସେ ଯାହା କହିଛନ୍ତି କି ଏଜୁକେସନ ଇଜ ଦ କ୍ରିଏସନ ଅଫ ସାଉଣ୍ଡ ମାଇଣ୍ଡ ଆଣ୍ଡ ଏ ସାଉଣ୍ଡ ବଡି, ଆମେ ସାଉଣ୍ଡ ମାଇଣ୍ଡ ମାନେ କଣ ବୁଝିବା? ସାଉଣ୍ଡ ମାଇଣ୍ଡ ମାନେ ବେସିକାଲି କି ମେଣ୍ଟାଲ କ୍ଲାରିଟି ଆଣ୍ଡ ଷ୍ଟ୍ରେନ୍ଥ, ଗୋଟେ ଇଣ୍ଟେଲେକ୍ଚୁଆଲ ଗ୍ରୋଥ ଯୋଉଟା ହୁଏ, ପଜିଟିଭ ଥିଙ୍କିଂ, ଯୋଉଟା କି ଆମେ ମାନସିକ ସ୍ତରରେ କିଛି ଗୋଟେ ପଜିଟିଭ ଗୁଡ ଆଣ୍ଡ ଗୋଟେ ଠିକ ଜିନିଷକୁ ଆମେ ବିଚାରକୁ ନଉଛେ, ତାକୁ ଆମେ କହିପାରିବା କି ଗୋଟେ ସାଉଣ୍ଡ ମାଇଣ୍ଡ। ଆଉ ଗୋଟେ ସାଉଣ୍ଡ ବଡି କାହାକୁ ବୁଝେ କି ଗୋଟେ ଫିଜିକାଲ ହେଲ୍ଥ, ଗୋଟେ ହେଲ୍ଦି ଥିବ ଯୋଉଟା ଫ୍ରି ଫ୍ରମ୍ ଡିଜିଜ ଆଣ୍ଡ ଯୋଉଟା କି ପ୍ରଡକ୍ଟିଭିଟି ଯୋଉଟା ଦଉଥିବ, ଆଣ୍ଡ ଫାଉଣ୍ଡେସନ ଫର କଗ୍ନିସନ ବି ତାଙ୍କୁ କୁହନ୍ତି, ଯୋଉଟା କି ତମେ ଆମର ଭାବିବା, ମନେ ରଖିବା ଶକ୍ତିକୁ ଆମେ କୋଉ ରୂପରେ ନଉଛେ। ତ ସେଇଟା ଗୋଟେ ସାଉଣ୍ଡ ବଡିକୁ ବୁଝାଏ। ଥମସନ୍ ଯିଏକି ୟୁକେରୁ ବିଲଙ୍ଗ କରନ୍ତି, ଆକ୍ଚୁଆଲି କିଏ କୋଉଠୁ ବିଲଙ୍ଗ କରନ୍ତି ଏଇଟା ବି ବହୁତ ଟାଇମରେ ପଚରା ହୁଏ। ତ କି କିଛି ଆମେରିକାନ ଫିଲୋସୋଫର ଏଇଟା କଣ କହିଥିଲେ, ତ ତଳେ ଯଦି କିଛି ଅପସନ ଥିବ ତ କିଛି ଟିକେ ପ୍ଲେସ୍ ବି ମନେ ରଖିବାକୁ ହୁଏ। ତ ଥମସନ୍ ଯିଏକି ୟୁକେରୁ ବିଲଙ୍ଗ କରନ୍ତି, ତାଙ୍କ ମତରେ କି ବାଇ ଏଜୁକେସନ ଆଇ ମିନ୍ ଦ ଇନଫ୍ଲୁଏନ୍ସ ଅଫ ଦ ଏନଭାୟରମେଣ୍ଟ upon the individual to produce a permanent change in his habits of behavior, of thought, and of his attitude. Environment has various aspects: physical, social, and cultural. Education should facilitate the task of adaptation of the child to his environment. ଥମସନଙ୍କ ମତରେ ଏଜୁକେସନଟା ବହୁତ ମ୍ୟାଟର କରେ କି ତମ ଏନଭାୟରମେଣ୍ଟ, କୋଉ ଏନଭାୟରମେଣ୍ଟରେ ଗୋଟେ ଛୁଆ ବଢୁଛି, ଗୋଟେ ଷ୍ଟୁଡେଣ୍ଟ କୋଉ ସ୍କୁଲ ଏନଭାୟରମେଣ୍ଟ ହଉ, ନିଜର ଫ୍ୟାମିଲି ଏନଭାୟରମେଣ୍ଟ ହଉ, ସୋସିଆଲ ହଉ, ତାର ସେ ସବୁରୁ କିଛି ନା କିଛି ଆଡପ୍ଟ କରୁଛି। ତ ଏଇଟା ତ ସେଇଟା କି ଗୋଟେ ଆଡାପ୍ଟେବିଲିଟି ଗୋଟେ ସମସ୍ତଙ୍କର ଗ୍ରୋ କରିଥାଏ, ଯୋଉଟା କି ଏନଭାୟରମେଣ୍ଟ ବହୁତ ମ୍ୟାଟର କରେ, ଗୋଟେ ଗୁଡ ଏନଭାୟରମେଣ୍ଟ ବହୁତ ମ୍ୟାଟର କରେ। ନେକ୍ସଟ ଆସୁଛନ୍ତି ଆମର ଜନ୍ ଡେୱି, ଯିଏକି ଆମେରିକାନ ଫିଲୋସୋଫର ଆଣ୍ଡ ସାଇକୋଲୋଜିଷ୍ଟ। ସେ ତାଙ୍କର ବହୁତ କି କଣ୍ଟ୍ରିବ୍ୟୁସନ୍ସ ଅଛି ଟୁୱାର୍ଡସ ଆମର ଏଜୁକେସନ ଆଣ୍ଡ ସାଇକୋଲୋଜି, ଯାହାକି ତା ଭିତରୁ କିଛି ପଏଣ୍ଟ ଆସୁଛି ଏକ୍ସପେରିଏନ୍ସିଆଲ ଲର୍ଣ୍ଣିଂ, ଯାହାକି ସେ କୁହନ୍ତି କି କିଛି କରିକି ଆମେ ଶିଖିପାରିବା, ଲର୍ଣ୍ଣିଂ ବାଇ ଡୁଇଂ। ଆଣ୍ଡ ଦେନ୍ ପ୍ରୋଗ୍ରେସିଭ ଏଜୁକେସନ, ଏଜୁକେସନ ଫର ଡେମୋକ୍ରାସି, ଟିଚର ଆଜ ଏ ଫ୍ୟାସିଲିଟେଟର, pragmatism and instrumentalism, education is life, ଏଟା କିଛି କିଛି ଅଛି କି ତାଙ୍କର କି contributions ଅଛି ଏଇଟା। ତ ତାଙ୍କ ମତରେ କି education is the development of all those capacities in the individual which will enable him to control his environment and fulfill his responsibilities.
ଆଉ ଗୋଟେ ବି ତାଙ୍କ ମତରେ କି increasing social efficiency is the education। ସେ କହୁଛନ୍ତି କି ଯୋଉଟା କି ଶିକ୍ଷା ଯୋଉଟା କି ତମକୁ capable ତମେ ଯୋଉଥିରେ ଅଛ ତାକୁ ତମେ ଅଧିକ ଯୋଉଟା କି ଆମେ increase କରଉଛେ ଯାହାଦ୍ୱାରା କି ସେ କିଛି control କରିବା ପାଇଁ ନିଜର ମାନେ ଏନଭାୟରନମେଣ୍ଟ ଆଉ ରେସପନ୍ସିବିଲିଟିଜ କଣ୍ଟ୍ରୋଲ କରିବା ପାଇଁ କ୍ୟାପେବୁଲ ହବ ତାକୁ ଯୋଉଟା କି ଠିକ ଠିକ ମାର୍ଗଦର୍ଶନ କରାଏ ତାଙ୍କ ମତରେ ଏଜୁକେସନ ହଉଛି ସେଇଟା। ନେକ୍ସଟ ଆସୁଛନ୍ତି ଆମର ଫ୍ରିଡରିସ୍ ଫ୍ରୋବେଲ ଯିଏକି ଜଣେ ଜର୍ମାନ ଏଜୁକେଟର ଆଣ୍ଡ ଫାଉଣ୍ଡର ଅଫ କିଣ୍ଡର ଗାର୍ଡେନ। କିଣ୍ଡର ଗାର୍ଡେନ ଯୋଉଟା କି କନସେପ୍ଟ ହଉଛି କି ଚାଇଲ୍ଡ ତାଙ୍କର ଏନଭାୟରନମେଣ୍ଟ ବିହେଭିୟର ଉପରେ ଯୋଉଟା କନସେପ୍ଟ ଅଛି ସେଟା ଆମେ ନେକ୍ସଟରେ କଭର କରିବା। ତ ତାଙ୍କର ବି କିଛି କଣ୍ଟ୍ରିବ୍ୟୁସନ ଅଛି ଯୋଉଟା କି କିଛି ତା ଭିତରେ ହଉଛନ୍ତି କି କନସେପ୍ଟ ଅଫ କିଣ୍ଡର ଗାର୍ଡେନ ଦେଇଥିଲେ, ଦେନ୍ ପ୍ଲେ ଲର୍ଣ୍ଣିଂ ଥିଓରି ଦେଇଥିଲେ କି ଖେଳି ଖେଳି କେମିତି ଆମର ପଢା ହବ ଚାଇଲ୍ଡ କୁ ଗୋଟେ ହାପି ଏନଭାୟରନମେଣ୍ଟରେ ତାଙ୍କୁ ପଢା ହବ। ଦେନ୍ ଏଜୁକେସନ କିଛି କହିଛନ୍ତି କି ଏଜୁକେସନାଲ ଗିଫ୍ଟସ୍ ଆଣ୍ଡ ଅକୁପେସନ୍ସ, କିଛି ହୋଲିଷ୍ଟିକ ଡେଭଲପମେଣ୍ଟ, ଟିଚର ଆଜ ଗାଇଡ, ଇନଫ୍ଲୁଏନ୍ସ ଅନ୍ ମଡର୍ନ ପ୍ରାକ୍ଟିସ, ଏଇ ସବୁ ତାଙ୍କର ହଉଛି କିଛି କି କଣ୍ଟ୍ରିବ୍ୟୁସନ। ତ ତାଙ୍କ ମତରେ ହଉଛି କି ଏଜୁକେସନ ଇଜ লিডিং ଆଣ୍ଡ ଗାଇଡିଂ ଫର ପିସ୍ ଆଣ୍ଡ ୟୁନିଟି ୱିଥ ଗଡ। ତ ସେ କହୁଛନ୍ତି ଯେତେ ତମେ ଶିକ୍ଷା ଯେତେ ଆହରଣ କରିବ ତ ତମକୁ ସେଇଟା ଗୋଟେ ଗାଇଡ ଆଉ ଗୋଟେ ଲିଡ୍ କରିବ କି ଗୋଟେ ଶାନ୍ତି ତରଫକୁ ତମକୁ ନେଇକି ଯିବ। ତ ଏଇଟା ଥିଲା କିଛି ୱେଷ୍ଟର୍ଣ୍ଣ ଭ୍ୟୁଜ। ଏବେ ଆମେ ଦେଖିବା ଇଣ୍ଡିଆନ ଭ୍ୟୁ ଅନ୍ ଏଜୁକେସନ। ତ ସେଥିରେ କଣ ଆସୁଛି କି ଏଜୁକେସନ ଇନ୍ ଇଣ୍ଡିଆ ଇଜ ଏସେନ୍ସିଆଲି ସ୍ପିରିଚୁଆଲ ଆଣ୍ଡ sacred thing, drawing and developing the innate potentialities and developing virtues and values are considered as meaning of education in India। ସେ କହୁଛନ୍ତି କି ଶିକ୍ଷାଟା ଆମ ଇଣ୍ଡିଆରେ ବହୁତ ଗୋଟେ ସ୍ପିରିଚୁଆଲ ଆଧ୍ୟାତ୍ମିକ ମାର୍ଗରେ ନିଆଯାଏ ଆଉ କିଛି ତମର ଯୋଉଟା କି ତମ ଇନର କ୍ୟାପାବିଲିଟି ଆଉ ପୋଟେନସିଆଲକୁ ଯୋଉଟା ତମେ ଇନକ୍ରିଜ କର ଏଜୁକେସନ କୁ ସେଇ ହିସାବରେ ବି ନିଆ ହୁଏ। Then education according to Indian tradition is not merely a means to earn his living, nor it is only a nursery of thought or a school for citizenship, but it is rather the initiation to the life of spirit, a training of human souls in pursuit of truth and practice of virtue। ତ ଏଜୁକେସନ ମିନିଂ ଖାଲି ନୁହେଁ କି ଆମେ କିଛି ରୋଜଗାର ପନ୍ଥା ବାହାର କରିବା, ତା ବାଦ ବି ସେ କହୁଛନ୍ତି ଗୋଟେ ସ୍ପିରିଟ, ଗୋଟେ ସୋଲ କେମିତି, ଗୋଟେ ଭଲ ସୋଲ କେମିତି ଗଠନ ହବ, ଗୋଟେ ଯୋଉଟା କି ଟ୍ରୁଥ ସତ୍ୟ ବାଟରେ ହିଁ ଯିଏ ଯାଉଥିବ ତାକୁ କେମିତି ଗୋଟେ ଭଲ ମଣିଷରେ ତିଆରି କରାହବ, ଏଜୁକେସନର ମୂଳ ଲକ୍ଷ୍ୟ ହଉଛି ସେଇଟା। ଏଇଟା ବି କନସିଡର କରାଯାଏ କି ଏଜୁକେସନ ଇଜ ଦ ସେ କହୁଛି କି ଏଜୁକେସନ ଇଜ ସାକ୍ରେଡ ଓରସିପ, ଇଟ୍ ଇଜ ଦ ସେକେଣ୍ଡ ବାର୍ଥ, ଯୋଉଟା କି ଦ୍ୱିତୀୟମ୍ ଜନ୍ମମ୍ କୁହନ୍ତି। ତ ଏମିତି ହିଁ ଥାଏ ନା ତମେ ଯୋଉଟା କି କିଛି ଗୋଟେ ଜାଣିନଥିବ ଆଉ କିଛି ଜାଣିଲା ପରେ ଗୋଟେ ଭଲ ଜିନିଷ ଲୋକଙ୍କର ଏନଲାଇଟେନିଂ ହୁଏ, ତ ସେମାନେ କିଛି ଜାଣନ୍ତି ତ ତାକୁ ସେଇଟା ଗୋଟେ ଏଜୁକେସନ କିଛି ନଥିବ ଆଉ ଜଣେ ଏଜୁକେଟେଡ ହେଲା ପରେ ତ ତାର କିଛି ଭ୍ୟାଲୁ ବଢିଯାଏ, ତ ତାକୁ ସେକେଣ୍ଡ ବାର୍ଥ ହିସାବରେ କନସିଡର କରାହଉଛି। ଏଇଟା ସେଇ ପଏଣ୍ଟଟା ମେନସନ ହେଇଛି ଏଠି। ତ ଯୋଉଟା କି ଆମର ଏଜୁକେସନ ଅଛି ତାକୁ ଏମିତି ତିନି ଭାଗ ବିଭକ୍ତ ହେଇଛି, ଯୋଉଟା କି ଶିକ୍ଷା, ବିଦ୍ୟା, ସଂସ୍କାର। ତ ଶିକ୍ଷା ଯାହା କହୁଛି କି ଏଇଟା ଶିକ୍ଷାଟା ଆସୁଛି ଗୋଟେ ସାଂସ୍କ୍ରିଟ ର ଧାତୁ, ଆମର ଯାହାଟା ଧାତୁ ଥାଏ ଧାତୁ ଶବ୍ଦ, ତ ସାସ୍ ଧାତୁରୁ ଆସିଛି। ତ ସିଏ କହୁଛି କି ଶିକ୍ଷା ଇଜ ଡେରାଇଭ୍ ଫ୍ରମ୍ ଦ ସାଂସ୍କ୍ରିଟ ଭର୍ବାଲ ରୁଟ୍ ସାସ୍, which means to discipline, to teach, to instruct, or to control. By this, it is clear that disciplining mind, instructing, or teaching is the education। ତ ସେ କହୁଛନ୍ତି କି ଶିକ୍ଷାଟା ହଉଛି କି ଗୋଟେ ଜଣଙ୍କୁ ଡିସିପ୍ଲିନ କରେଇବ, ଜଣଙ୍କୁ ଶିଖେଇବ କି କେମିତି କୋଉଟା କେତିକି ଜାଗାରେ କରିବା କଥା ନୁହେଁ, କେମିତି କଣ୍ଟ୍ରୋଲ କରିବ, ତ ତମ ମାଇଣ୍ଡକୁ କେମିତି ଡିସିପ୍ଲିନ ରଖିବ। ଶିକ୍ଷାର ଏଇଟା ହଉଛି କି ମିନିଂ ତାର। Then Vidya is derived from the Sanskrit verbal root vid, which means to know. Thus, the word Vidya really means knowledge. Education is the process of acquiring knowledge। ତ ବିଦ୍ୟା କହୁଛି ବିଦ୍ୟା ଯୋଉଟା ଆସୁଛି ତାର ଧାତୁ ଯୋଉଟା ବିଦ୍ ଧାତୁ, ତ ତାର ବିଦ୍ୟାର ମିନିଂ ହଉଛି ନଲେଜ। ତ ଏଜୁକେସନର ପ୍ରୋସେସ ଯୋଉଟା କି ବିଦ୍ୟାର ପ୍ରୋସେସଟା ହଉଛି କି ଆମେ କିଛି ଜ୍ଞାନ ଆହରଣ କରିବା। Then ସଂସ୍କାର ଆସୁଛି ସମ୍ୟକ୍ ଆକ୍ରମ ଇତି ସଂସ୍କାରମ୍, which means giving the right shape to an individual, which is considered as right education in India। ତ ଇଏ କହୁଛି କି ଯୋଉଟା କି ଆମର ଠିକ
जोटा कि आमे ठीक एजुकेशन जोटा ठीक जिनस आमे ताको शिखेबा तो सेटा ही हमको एजुकेशन गोटे राइट शेप दिए तो सेटा ही संस्कार हमको जोटा कि ठीक बाट ठीक जिनस हमको शिखाए तो एई टाइप रे गोटे 16 संस्कार अछि इंडिविजुअल लाइफ रे तापरे किछि हमरो एजुकेशन रो किछि पॉइंट्स आछि जोटा कि उपनिषद रो सा विद्या या विमुक्ताय ता माने होछि कि एजुकेशन इज ए मीन फॉर लिबरेशन होछि मुक्ति इट लिबरेट्स विथ ऑल एविल एक्ट्स तो जेते तमे ज्ञान एजुकेशन शिक्षा वैल्यू रो बढ़िबो तो तमे भूल जिंस रो जानि कि हमें ठीक बाटो को जानती तो खराब जिंस को छाड़ीबा को हुए तो ता एटा कहूछि कि तमे खराब छाड़ी कि भलो बाटो को तो मुक्ति तरफ को जाओ मुक्ति आड़े जाती तो उपनिषद से कହୁଛି then ऋग्वेदରୁ ଆସିଛି कि education as a force which makes an individual self reliant as well as selfless ତ ଋଗ୍ବେଦ ଆମକୁ କହୁଛି କି ଯେତେ ତମେ ଶିକ୍ଷା ଆହରଣ କରିବ ତମେ ସେତେ ଆତ୍ମନିର୍ଭରଶୀଳ ହେଇପାରିବ ଆଉ ନିସ୍ୱାର୍ଥପର ହେଇକି ବି ଆମେ କିଛି କରିପାରିବା ଉପନିଷଦରେ ସେ ଯୋଉ କହୁଛନ୍ତି କି ସା ବିଦ୍ୟା ୟା ବିମୁକ୍ତ ତ ତାର ମେନ୍ କିଛି ଡିପର ମିନିଂ ମାନେ ଗହିର ମିନିଂ ଆଣ୍ଡ କଣ୍ଟେକ୍ସଟ ଯୋଉଟା ଥାଏ ତାର ବାସ୍ ଖାଲି ପଏଣ୍ଟ ଆପଣଙ୍କୁ କହିଦଉଛି କି ଯୋଉଟା କି ସୋର୍ସ ଏଟା ଆସୁଛି କି ବିଷ୍ଣୁ ପୁରାଣରୁ ଆଉ ସେ କହୁଛନ୍ତି କି ପର୍ପୋଜ ଅଫ ଲର୍ଣ୍ଣିଂ ଯୋଉଟା କି ବହୁତ ଗୋଟେ ଥାଏ କି ଆମର ଇନର ଭ୍ୟାଲିଡେସନ ଆଉ ଏକ୍ସଟର୍ନାଲ ଭ୍ୟାଲିଡେସନ ତା ଭିତରେ ଆମକୁ ଚୁଜ କରିବାର ଥାଏ କି କୋଉଟା ଠିକ କୋଉଟା ଭୁଲ ତ ଆମର ମେଣ୍ଟାଲ ଇମୋସନାଲ ସ୍ପିରିଚୁଆଲ ର ସେ ଫରକ କରିବା ଶିଖାଏ କୋଉଟା ଆମକୁ ଠିକ ବାଟରେ ନବାର ଅଛି ଦେନ୍ ଏଇଟା ଗୋଟେ ବିଦ୍ୟା ନଲେଜ ଆଣ୍ଡ ଶିଳ୍ପ ଯୋଉଟା କି ଆମର ସ୍କିଲ କୁହାଯାଏ ତ ସେଟା ସେ ଦି ଜଣଙ୍କ ପ୍ରତି କଣ୍ଟ୍ରାଷ୍ଟରେ ଅଛନ୍ତି ଯୋଉଟା କି ବିଦ୍ୟା ଆଣ୍ଡ ଶିଳ୍ପ ଦେନ୍ ଆମେ ଯିବା କୌଟିଲ୍ୟ ଯାହା କହିଛନ୍ତି କୌଟିଲ୍ୟ ଆମର ଚାଣକ୍ୟ ସେ କହିଛନ୍ତି କି ଏଜୁକେସନ ମିନ୍ସ ଟ୍ରେନିଂ ଫର ଦ କଣ୍ଟ୍ରି ଆଣ୍ଡ ଡେଭଲପିଂ ଲଭ୍ ଫର ଇଟ୍ ଶଙ୍କରାଚାର୍ଯ୍ୟ କହିଛନ୍ତି ଏଜୁକେସନ ମିନ୍ସ ଦ ରିଅଲାଇଜେସନ ଅଫ ଦ ସେଲ୍ଫ ଆଣ୍ଡ ଆଟେନମେଣ୍ଟ ଅଫ ମୋକ୍ଷ ଯୋଉଟା କି ଉପନିଷଦରେ ବି ଅଛି ଶଙ୍କରାଚାର୍ଯ୍ୟ ବି ଅଲମୋଷ୍ଟ ସେଇ ସେମ କଥା ହିଁ କହିଛନ୍ତି କି ଆମେ ମୁକ୍ତି ବିଦ୍ୟା ଏଜୁକେସନ ଆମକୁ ମୁକ୍ତିର ମାର୍ଗରେ ନେଇକି ଯାଏ ତାପରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ କହିଛନ୍ତି ଏଜୁକେସନ ଇଜ ଏ ମିନ୍ସ ଫର କ୍ୟାରେକ୍ଟର ଫର୍ମେସନ ଆଣ୍ଡ ରାଇଟିୟସ୍ ଲିଭିଂ ଯୋଉଟା କି ତାଙ୍କ ମତରେ ବି ସେଇଟା କି ତମ ଚରିତ୍ର ଗଠନରେ ଏଜୁକେସନ ବହୁତ ସହାୟକ ହୁଏ ଆଣ୍ଡ ଗୋଟେ ଠିକ ବାଟରେ ବଞ୍ଚିବାକୁ ଏଜୁକେସନ ଆମକୁ ରାଇଟ ଏଜୁକେସନ ଦରକାର ସ୍ୱାମୀ ବିବେକାନନ୍ଦ କହିଛନ୍ତି ଏଜୁକେସନ ଇଜ ଦ ମ୍ୟାନିଫେଷ୍ଟେସନ ଅଫ ଡିଭାଇନ ପରଫେକ୍ସନ ଅଲରେଡି ଏକ୍ଜିଷ୍ଟିଂ ଇନ ଏ ମ୍ୟାନ ମୋହନ ଦାସ କରମଚନ୍ଦ ଗାନ୍ଧୀଜୀ ଆମର କହିଛନ୍ତି କି ବାଇ ଏଜୁକେସନ ଆଇ ମିନ୍ an all-round drawing out of the best in a child and man body mind spirit ଗାନ୍ଧୀଜୀ କହିଛନ୍ତି କି ଯୋଉଟା କି ଏଜୁକେସନ ତମେ ଏଜୁକେଟେଡ ହେଲେ ତମ ମାଇଣ୍ଡ ବଡି ସ୍ପିରିଟ ର ବେଷ୍ଟ ଅଫ ଦ ଭର୍ଜନ ବାହାରେ ତ ତମେ ଗୋଟେ ବେଷ୍ଟ ଭର୍ଜନ ହେଇକି ବାହାର ଯେତେବେଳେ କିଛି କେହି ଜଣେ ଏଜୁକେଟେଡ କିଛି ଗୋଟେ ଭଲ ଜିନିଷ ଆହରଣ ଜ୍ଞାନ ଆହରଣ କଲେ ତ ଜଣେ କିଛି ଭଲ ହିଁ ବିହେଭ କରିବ ନା ତ ସେଇଆ ହିଁ ସେ କହିଛନ୍ତି ରବୀନ୍ଦ୍ରନାଥ ଟାଗୋର କହିଛନ୍ତି କି ଏଜୁକେସନ ମିନ୍ସ ଏନାବଲିଂ ଦ ମାଇଣ୍ଡ ଟୁ ଫାଇଣ୍ଡ ଆଉଟ୍ ଦ୍ୟାଟ୍ ଅଲ୍ଟିମେଟ ଟ୍ରୁଥ which emancipates us from the bondage of the dust and gives us the wealth, not of things but of inner light, not a power but of love, making the truth its own and giving expression to it. ତ ରବୀନ୍ଦ୍ରନାଥ ଟାଗୋର ଯେ କହୁଛନ୍ତି କି ଏଜୁକେସନ ଯୋଉଟା କି ଆମକୁ ଠିକ ବାଟ ଦେଖାଏ ଯୋଉଟା କି ଆମକୁ ଗୋଟେ ବନ୍ଧନରୁ ମୁକ୍ତ କରେ ଗୋଟେ ଅନ୍ଧାରରୁ ନେଇକି ଆଲୁଅ ଆଡକୁ ଯାଏ ଆଉ ଏଟା ବାସ୍ ପାୱାର ପାଇଁ ନୁହେଁ ଏଟା ୱିଥ୍ ଲଭ୍ ୱିଥ୍ ଗୋଟେ ଯେମିତି ସେ ସେଲ୍ଫଲେସ୍ ସେଲ୍ଫ ରିଲାଏଣ୍ଟ କଥା କହିଥିଲେ ସେଇଟା ସେଇ ଜିନିଷ ଦେନ୍ yogi ଅରବିନ୍ଦ କହୁଛନ୍ତି କି helping the growing soul to draw out that is in itself ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ କହୁଛନ୍ତି କି training the intellect refinement of the heart and discipline of the spirit is the education ସେ କହୁଛନ୍ତି କି ଯୋଉଟା କି ଆମର ବୁଦ୍ଧି ଅଛି intellectual thinking ଯୋଉଟା ଥାଏ ତାକୁ ଆମେ ଟ୍ରେନ୍ କରିବା କି ଭଲ ବାଟକୁ ଗୋଟେ refinement of the heart ଆମ ହାର୍ଟରେ ଯାହା ଥାଏ ଯାହା କଥା ତାକୁ ରିଫାଇନ୍ କରନ୍ତି କି ଜଷ୍ଟ କି ପରିଷ୍କାରଟେ କ୍ଲିୟରଲି ଆମେ ଏଇଟା କହୁଛେ ଏଇଟା ଭାବୁଛେ ଏଇ ଜିନିଷ ଭଲ ଜିନିଷ ଭାବୁଛେ ତାକୁ କହୁଛନ୍ତି ଆଣ୍ଡ ଡିସିପ୍ଲିନ ଗୋଟେ ସ୍ପିରିଟ ଡିସିପ୍ଲିନ କଣ୍ଟ୍ରୋଲିଂ ଜିନିଷ ସେଟା ଏଜୁକେସନ ଆମକୁ ଶିଖାଏ
बस ଏଇଥିରେ ଆମେ ଏତିକି ହିଁ କଭର କଲେ କି ଏଇଟା ମିନିଙ୍ଗ ଅଫ ଏଜୁକେସନ। ନେକ୍ସଟରେ ଆମେ କଭର କରିବା ନେଚର ଆଣ୍ଡ ସ୍କୋପ ଅଫ ଏଜୁକେସନ। ଥ୍ୟାଙ୍କ ୟୁ।